ବନ୍ଧୁଗଣ, ଆପଣ କ'ଣ ଜାଣିଛନ୍ତି କି ଆପଣଙ୍କ ଅଜାଣତରେ ଆପଣଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ୟବହାର କେହି କରିଛନ୍ତି କି? ତ ଆଜିର ଟେକ୍ ମାଇ ଟେକ୍ରେ କିପରି ଆପଣ ଜାଣିବେ ଆପଣଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହେଇଛି କି ନାହିଁ ଏବଂ ଜୀବନ ସାରା ସୁରକ୍ଷିତ କେମିତି ରଖିବେ ଆପଣଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟକୁ, ତାହାର ପ୍ରୋସେସ୍ ଆପଣଙ୍କୁ ଏହି ଭିଡ଼ିଓରେ ଷ୍ଟେପ୍ ବାଇ ଷ୍ଟେପ୍ କରି ଆପଣଙ୍କୁ ଦେଖାଇବି। ଆପଣ ଭିଡ଼ିଓକୁ ଜମାରୁ ବି ସ୍କିପ୍ କରିବେନି, ଶେଷ ପର୍ଯ୍ୟନ୍ତ ଦେଖିବେ। ଭିଡ଼ିଓକୁ ଲାଇକ୍ କରିବେ। ଆମ ଚ୍ୟାନେଲ୍ ଯଦି ନୂଆ ହେଇଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଘଣ୍ଟି ଉପରେ କ୍ଲିକ୍ କରିଦେବେ। ଏମିତିକା ଏହି ଚ୍ୟାନେଲରେ ଟେକ୍ ମାଇ ଟେକ୍ ରିଲେଟେଡ୍ ଭିଡ଼ିଓ ଆପଣ ଦେଖିବାକୁ ସର୍ବପ୍ରଥମେ ପାଇପାରିବେ। ତ ଚାଲନ୍ତୁ ଆପଣଙ୍କୁ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପୁଣି ଥରେ ଖୋଲିକି ଦେଖାଇବି। ଇନଷ୍ଟାଗ୍ରାମ ଆକାଉଣ୍ଟ ତ ଅଛି, ହେଲେ ଆପଣଙ୍କର ଇନଷ୍ଟାଗ୍ରାମ ହ୍ୟାକ୍ ହେଇଛି କି ନାହିଁ କେମିତି ଜାଣିବେ? ଦେଖନ୍ତୁ, ପ୍ରଥମରେ ଆପଣ କ'ଣ କରିବେ ନା ଆପଣ ଇନଷ୍ଟାଗ୍ରାମ ଆପ୍ସ ଓପନ୍ କରିଦେବେ। ଯେତେବେଳେ ଆପଣ ଇନଷ୍ଟାଗ୍ରାମଟି ଓପନ୍ କରିଦେବେ, ହେଇଛି କି ନ ହେଇଛି ଜାଣିବେ କେମିତି? ନା ପ୍ରଥମରେ ଆପଣଙ୍କର ଏଇ ପ୍ରୋଫାଇଲ୍ ଲୋଗୋ ଉପରେ କ୍ଲିକ୍ କରିବେ। ଆପଣ ଏଠି ଦେଖିବେ 3 ଡଟ୍ ଅଛି ରାଇଟ୍ ସାଇଡ଼୍ରେ, ତା ଉପରେ କ୍ଲିକ୍ କରିବେ। ଯେତେବେଳେ ଏଇଠି କ୍ଲିକ୍ କରିବେ ତ ଏଠି ଆପଣଙ୍କର ବହୁତ ପ୍ରକାର ଆପଣଙ୍କୁ ଫିଚର୍ ମିଳିଯିବ। କାରଣ ଇନଷ୍ଟାଗ୍ରାମ ଯଦି ଆପଣଙ୍କର ଅପଡ଼େଟ୍ ଥିବ ତାହେଲେ ଆପଣଙ୍କର ବହୁତ ପ୍ରକାର ଫିଚର୍ ମିଳିଯିବ। ତ ପ୍ରଥମରେ ଆପଣ କ'ଣ କରିବେ, ଇନଷ୍ଟାଗ୍ରାମଟାକୁ ଅପଡ଼େଟ୍ କରିଦେବେ। ଏବେ ଆପଣ ଦେଖନ୍ତୁ ଏଠି ବହୁତ ପ୍ରକାର ଆପଣଙ୍କୁ ଫିଚର୍ ମିଳିଯିବ। ଏ ଫିଚର୍ ବିଷୟରେ ଆପଣ ଯଦି କହିବେ ତ ଏହା ବିଷୟରେ ମୁଁ ଗୋଟେ ଡିଟେଲ୍ ଭିଡ଼ିଓ ନେଇକି ଆସିବି। ଏବେ ଆପଣ କ'ଣ କରିବେ, ଆପଣଙ୍କର ଇନଷ୍ଟାଗ୍ରାମ ହ୍ୟାକ୍ ଅଛି କି ନାହିଁ ଆକାଉଣ୍ଟ ସେଣ୍ଟର ଉପରେ କ୍ଲିକ୍ କରିବେ। ଯେତେବେଳେ ସେଇ ଜାଗାରେ ଆପଣ କ୍ଲିକ୍ କରିବେ ତ ଏଇଠି ଆପଣଙ୍କୁ ଦେଖନ୍ତୁ କେତେ ପ୍ରକାର ଫିଚର୍ ମିଳିଯିବ। ଦେଖନ୍ତୁ ଏଇଠି ଆପଣଙ୍କୁ ପାସୱାର୍ଡ଼ ଆଣ୍ଡ ସିକ୍ୟୁରିଟି, କନେକ୍ଟ ଏକ୍ସପେରିଏନ୍ସ, ୟୋର ଇନଫର୍ମେସନ୍ ଆଣ୍ଡ ପ୍ରଫେସନାଲ୍ ଆଡ୍ରେସ୍, ପରଫର୍ମାନ୍ସ, ମେଟା ପେ। ତ ଆପଣ ଏଇଠି କ'ଣ କରିବେ ନା ଆପଣ ଏଇଠି ପାସୱାର୍ଡ଼ ଆଣ୍ଡ ସିକ୍ୟୁରିଟି ଉପରେ କ୍ଲିକ୍ କରିବେ। ଯେତେବେଳେ ସେଇ ଜାଗାରେ କ୍ଲିକ୍ କରିବେ ଏଇଠି ଆପଣଙ୍କୁ ଚେଞ୍ଜ ପାସୱାର୍ଡ଼, 2 ଫ୍ୟାକ୍ଟର ଅଥେଣ୍ଟିକେସନ୍, ଭେରିଫିକେସନ୍ ସେଲ୍ଫି ଏସବୁ ଆପଣଙ୍କର ଅନ୍ ଥିବ। ଆପଣ ଏଠି କ'ଣ କରିବେ ନା ଆପଣ ଏଠି ହ୍ୱାର୍ ୟୁ ୟର୍ ଲଗ୍ଇନ୍, ସେ ହ୍ୱାର୍ ୟୁ ଲଗ୍ଇନ୍ ଉପରେ ଆପଣ କ'ଣ କରିବେ, ଏ ଉପରେ କ୍ଲିକ୍ କରିବେ। ଯେତେବେଳେ ଏଇଠି କ୍ଲିକ୍ କରିବେ ଯେଉଁ ଆପଣଙ୍କର ଯେଉଁ ଇନଷ୍ଟାଗ୍ରାମ ଆଇ ଡ଼ି ଅଛି ସେଇ ଇନଷ୍ଟାଗ୍ରାମ ଆଇ ଡ଼ି ଉପରେ ଆପଣ କ'ଣ କରିବେ ନା କ୍ଲିକ୍ କରିବେ। ମୋର ଏଇ ଇନଷ୍ଟାଗ୍ରାମ ଆଇଡ଼ିଟି, ମୁଁ ଏଇ ଇନଷ୍ଟାଗ୍ରାମ ଆଇ ଡ଼ି ଉପରେ ମୁଁ କ୍ଲିକ୍ କରିବି। ମୁଁ ଇନଷ୍ଟାଗ୍ରାମ ଆଇ ଡ଼ି ଉପରେ କ୍ଲିକ୍ କଲି। ଏବେ ଫ୍ରେଣ୍ଡସ୍ ଆପଣ ଦେଖନ୍ତୁ ଏଇଠି ଆପଣଙ୍କର ପ୍ରଥମରେ ଆସିଯିବ କ'ଣ ନା ଆପଣ ଦିସ୍ ଡିଭାଇସ୍। ତ ଆପଣଙ୍କର ଯେଉଁ ମୋବାଇଲ୍ ଆପଣଙ୍କର ଯେଉଁ ଅଛି ସେ ମୋବାଇଲରେ ଆପଣଙ୍କର ଲଗ୍ଇନ୍ ଥିବ। ଆପଣଙ୍କର ଇନଷ୍ଟାଗ୍ରାମଟି ହ୍ୟାକ୍ ହେଇନାହାନ୍ତି। ଅଦର କଣ୍ଟ୍ରି, ତା ତଳେ ପୁଣି 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 ଅଦର କଣ୍ଟ୍ରି। ତାହେଲେ ୟାର ମାନେ ହେଉଛି ମୋର ଇନଷ୍ଟାଗ୍ରାମ ଅଲରେଡ଼ି କିଏ ହ୍ୟାକ୍ କରିସାରିଛି। ତ ୟାରୁ ବଞ୍ଚିବା ପାଇଁ ଆପଣ ଏଠି କ'ଣ କରିବେ, ସିଲେକ୍ଟ ଡିଭାଇସ୍ ଟୁ ଲଗ୍ ଆଉଟ୍, ୟା ଉପରେ କ୍ଲିକ୍ କରିବେ। ଯେତେବେଳେ ସେଇଠି କ୍ଲିକ୍ କରିବେ ତ ଏଇ ଜାଗାରେ କି ଆପଣ ଏଠି କ'ଣ କରିବେ ନା ଆପଣ ଗୋଟେ ଗୋଟେ କରିକି ଦେଖନ୍ତୁ, ଏମିତି ଆପଣ ଗୋଟେ ଗୋଟେ କରିକି ଆପଣ ଠିକ୍ ଚିହ୍ନ କରିବେ। ଏମିତି ଠିକ୍ ଚିହ୍ନ କଲା ପରେ ଏବେ ଆପଣ ଏଠି କ'ଣ କରିବେ, ପ୍ରଥମ ଲାଗିଲା ଲଗ୍ ଆଉଟ୍ ଅନ୍ ଡିଭାଇସ୍। ହେଲେ ଏଇ ଯେଉଁ ଆଣ୍ଡ୍ରଏଡ଼୍ ଲେଖିଛନ୍ତି ଏଇଟା ମୋର ନୁହଁ, ମୋର ମୋବାଇଲ୍ କିନ୍ତୁ ମୋର କଣ୍ଟ୍ରି ନୁହଁ, ମୋର ବି କଣ୍ଟ୍ରି ନୁହଁ, ଏ ମୋ କଣ୍ଟ୍ରି ନୁହଁ। ତ ଏବେ ମୋର ଆକାଉଣ୍ଟଟି ହ୍ୟାକ୍ କରିସାରିଛି ଅଲରେଡ଼ି। ତ ଏସବୁ କ'ଣ କରିବେ, ଆପଣ ଗୋଟେ ଗୋଟେ କରିକି ଲଗ୍ ଆଉଟ୍ କରିବେ। ଆପଣ ଦେଖନ୍ତୁ ମୁଁ ଆପଣଙ୍କୁ ଗୋଟେ ଗୋଟେ କରି ଲଗ୍ଇନ୍ କରି ଦେଖନ୍ତୁ। ମୁଁ ଲଗ୍ ଆଉଟ୍ ଉପରେ କ୍ଲିକ୍ କରିଦେଲି। ଏବେ ଆପଣ ଗୋଟେ ମିନିଟ୍ ୱେଟ୍ କରନ୍ତୁ। ଏଠି କେତେଟା ଅଛି, 3 2 5ଟା ଅଛି। 5ଟାରୁ ଗୋଟେ ଲଗ୍ ଆଉଟ୍ ସକ୍ସେସଫୁଲ୍ ହେଇଗଲା। ମୁଁ କ୍ଲିକ୍ କଲି, ପୁଣି ଲଗ୍ ଆଉଟ୍ ଉପରେ କ୍ଲିକ୍ କଲି। ଏମିତି କରିକି ଆପଣ ଏମିତି ପ୍ରୋସେସ୍ରେ ଗୋଟେ ଗୋଟେ କରିକି ଆପଣ ଲଗ୍ ଆଉଟ୍ କରିବେ। ଦେଖନ୍ତୁ ପୁଣି ସେଇଠି କ୍ଲିକ୍ କରିବେ, ପୁଣି ଦେଖନ୍ତୁ ପୁଣି ମୁଁ ଏଇଠି କ୍ଲିକ୍ କଲି, ପୁଣି ଲଗ୍ ଆଉଟ୍ ଉପରେ କ୍ଲିକ୍ କଲି। ଯେତେବେଳେ ଏମିତି ଆପଣ ଗୋଟେ ଗୋଟେ କରିକି ସବୁ ଲଗ୍ ଆଉଟ୍ କରିଦେବେ ତ ଆପଣଙ୍କର ଇନଷ୍ଟାଗ୍ରାମ କିଏ ଚଲାଉଥିବ ହ୍ୟାକ୍ କରିକିରି, କି ଆପଣଙ୍କର ପାସୱାର୍ଡ଼ କିଏ ଜାଣିଥିବ। ଏମିତି ଯଦି କାହାର ବି ଥିବ ତାହେଲେ ସମସ୍ତେ ଆପଣଙ୍କର ଇନଷ୍ଟାଗ୍ରାମକୁ ଆଉ ଚଲାଇ ପାରିବେ ନାହିଁ। ଆପଣଙ୍କର ନିଜ ଇନଷ୍ଟାଗ୍ରାମ ନିଜେ ଆପଣ ଚଲାଇବେ। ଏମିତି ଗୋଟେ ଗୋଟେ କରି ଆପଣ କ'ଣ କରିବେ ନା ସବୁକୁ ଆପଣ
ଲଗ୍ ଆଉଟ୍ କରିବି। ଦେଖନ୍ତୁ ମୁଁ ଯେମିତି ଲଗ୍ ଆଉଟ୍ କରୁଛି ସେମିତି ଆପଣ ଗୋଟେ ଗୋଟେ କରିକି ଲଗ୍ ଆଉଟ୍ କରିଦେବେ। ପୁଣି ସିଲେକ୍ଟ ଉପରେ କ୍ଲିକ୍ କରିବେ, ପୁଣି ସି ଅଲ୍ ଉପରେ କ୍ଲିକ୍ କରିବେ, ପୁଣି ଲଗ୍ ଆଉଟ୍ ଉପରେ କ୍ଲିକ୍ କରିବେ, ପୁଣି ଲଗ୍ ଆଉଟ୍ ଉପରେ କ୍ଲିକ୍ କରିବେ। ଆପଣଙ୍କର ଟୋଟାଲି ଯାହା ବି ଥିବ ସବୁତକ ଲଗ୍ ଆଉଟ୍ 100% ହେଇଯାଉ। ଚାରିଟା ଅଛି, ଚାରିଟା ଯୋଉ ମୋର ଲଗ୍ ଆଉଟ୍ ହେଇଗଲା। ଆଉ କ'ଣ ରହିଲା କେତେରେ? ଗୋଟିଏ ରହିଲା। ୟା ଉପରେ କ୍ଲିକ୍ କଲି। ଏବେ ଦେଖନ୍ତୁ ମୁଁ କ'ଣ କଲି, ଏଇଟାକୁ ମୁଁ କ'ଣ କରିବି ନା ଟୋଟାଲି ମୁଁ ଦେଖିଲି। ଦେଖନ୍ତୁ ତ ଫ୍ରେଣ୍ଡସ୍ ଏମିତି ଆପଣ କ'ଣ କରିବେ ନା ଆପଣ ସବୁ ଗୋଟେ ଗୋଟେ କରିକି ଆପଣ ଲଗ୍ ଆଉଟ୍ କରିଦେବେ। ଟୁ ଫ୍ୟାକ୍ଟ ଅଥେଣ୍ଟିକେସନ୍ ଏଇଟା ଆପଣ ଅନ୍ କରିଦେବେ। ମୋର ଭିଡ଼ିଓ ଅଛି ଦେଖିଦେବେ। ତାପରେ ଭେରିଫିକେସନ୍ ସେଲ୍ଫି ୟାକୁ ଆପଣ ଅନ୍ କରିଦେବେ। ଏସବୁ ଦୁଇଟା ଆପଣ ଅନ୍ କରିଦେଲେ ଆପଣଙ୍କର ଇନଷ୍ଟାଗ୍ରାମ୍ ଆଉ କେହି ବି ହ୍ୟାକ୍ କରିପାରିବେନି, ଆଉ କେହି ବି କିଛି କରିପାରିବେନି। ଦେଖନ୍ତୁ ଫ୍ରେଣ୍ଡସ୍, ଆପଣମାନେ ୟୁଟ୍ୟୁବରେ କାମ କରୁଥିବେ ବା ଇନଷ୍ଟାଗ୍ରାମ୍ ଆକାଉଣ୍ଟ ବି ଖୋଲିଥିବେ, କଣ୍ଟେଣ୍ଟ କ୍ରିଏଟର୍ ହେଇଛନ୍ତି ଆପଣ, ଏହିପରି ମାଇକ୍ ଆପଣ କିଣିବା ପାଇଁ ଚାହୁଁଛନ୍ତି, ତା'ର ଲିଙ୍କ୍ ମୁଁ ଡିସ୍କ୍ରିପ୍ସନ୍ରେ ଦେଇଦେବି। ଆପଣମାନେ ସେଇଠୁ ଆପଣ ପରଚେଜ୍ କରିପାରିବେ। ବହୁତ ଶସ୍ତା ମାଇକ୍ ଆଉ ବହୁତ କ୍ୱାଲିଟି ଭଏସ୍ ଆପଣମାନେ ଶୁଣିପାରିଥିବେ। ତ ଯଦି ଯାଆନ୍ତୁ ଆପଣଙ୍କ ଡିସ୍କ୍ରିପ୍ସନ୍ରେ ଲିଙ୍କ୍ ଅଛି, ଆପଣମାନେ ଅର୍ଡ଼ର୍ କରିକି କିଣିପାରିବେ। ଆଉ ତା'ର ଭଏସ୍ କେମିତି ଆପଣଙ୍କୁ ଲାଗୁଛି ଆପଣମାନେ କମେଣ୍ଟରେ ଜଣାଇବେ। ଭିଡ଼ିଓକୁ ଲାଇକ୍ କରିବେ। ଯଦି କୌଣସି ଡାଉଟ୍ ଅଛି କମେଣ୍ଟ କରିବେ, ଲାଇକ୍ କରିବେ, ସାଙ୍ଗମାନଙ୍କୁ ହ୍ୱାଟ୍ସଆପ୍ ଫେସବୁକ୍ରେ ସେୟାର କରିବେ। ଏମିତିକା ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ରହୁଛି, ଜୟ ଜଗନ୍ନାଥ।